ଦେଖୁଛେ ଭଗବାନ ଶ୍ରୀ ବଡ଼ ଠାକୁରଙ୍କର ତାଳଧ୍ୱଜ ରଥରେ ଗୋଟିଏ ଗୋଟିଏ ଅଳଙ୍କାର ବଡ଼ ଠାକୁରେ ମଣ୍ଡଣି ହୋଇସାରିଲେଣି। ଶ୍ରୀ କିରୀଟ ଶ୍ରୀଅଙ୍ଗରେ ଲାଗି ହୋଇସାରିଲେଣି। ଶ୍ରୀ ଭୁଜ ବର୍ତ୍ତମାନ ଲାଗି ହେଉଛନ୍ତି। ବାମ ହସ୍ତରେ ହଳ, ଦକ୍ଷିଣ ହସ୍ତରେ ମୁଷଳ। ଦର୍ଶକ ବନ୍ଧୁ, ମହାପ୍ରଭୁ ଯେଉଁ ଆୟୁଧକୁ ଧାରଣ କରିଛନ୍ତି ଶଙ୍ଖ ଏବଂ ଚକ୍ର, ତାହା ନନ୍ଦିଘୋଷ ରଥର ତିନି ଗୋଟି ସ୍ଥାନରେ ଅଛନ୍ତି। ପ୍ରଥମେ ମହାପ୍ରଭୁଙ୍କର କରକମଳରେ ତ ଆଜି ଶୋଭାୟମାନ ହେବେ। ଦକ୍ଷିଣ ଭୁଜରେ ସୁବର୍ଣ୍ଣ ଚକ୍ର, ବାମ ଭୁଜରେ ରୌପ୍ୟ ଶଙ୍ଖ। ମହାପ୍ରଭୁ ଯେଉଁ ପ୍ରଭାରେ ବିରାଜମାନ କରିଛନ୍ତି, ଗୋଟିଏ ପଟେ ବ୍ରହ୍ମା ଆଉ ଗୋଟିଏ ପଟେ ଇନ୍ଦ୍ର ସ୍ତୁତିବାଦନ କରୁଛନ୍ତି। ତାଙ୍କର ଉଭୟ ପାର୍ଶ୍ୱରେ ବାମ ଏବଂ ଦକ୍ଷିଣ ସ୍ଥାନରେ ମଧ୍ୟ ଶଙ୍ଖ ଏବଂ ଚକ୍ର ଚିତ୍ରିତ ହୋଇଛନ୍ତି। ଏବଂ ସର୍ବୋପରି ଯେଉଁଠାରେ କପିକେତନ ଭାବରେ ହନୁମାନଜୀ ବିରାଜମାନ କରିଛନ୍ତି ଧ୍ୱଜ ଦେବତା ଭାବରେ, ସେଠି ମଧ୍ୟ ଦୁଇ ଆୟୁଧ ବିରାଜମାନ କରିଛନ୍ତି। କାଠରେ ନିର୍ମିତ ଦୁଇ ଆୟୁଧ ଶଙ୍ଖ ଏବଂ ଚକ୍ର। ଆହା, ମହାପ୍ରଭୁଙ୍କର ଇଏ ଶ୍ରୀ କରକମଳ ଦୃଷ୍ଟି ଗୋଚର ହେଉଛନ୍ତି। ମହାପ୍ରଭୁଙ୍କର ହାତ ଯେଉଁଥିରେ ପ୍ରଭୁ ଦୁଇ ଗୋଟି ଆୟୁଧକୁ ଧାରଣ କରିବେ। ଇଏ ସେଇ ଭୁଜ ଯେ ବଳିଦ୍ୱାରରେ ଭିକ୍ଷା ଯାଚନା କରିଥିଲେ। ଇଏ ସେଇ ଭୁଜ ଯେ ହିରଣ୍ୟର ବକ୍ଷକୁ ବିଦାରଣ କରିଥିଲେ। ଇଏ ସେଇ ଭୁଜ ଯେ ମହାଲକ୍ଷ୍ମୀ ସାତାଣିଙ୍କ ସହିତ ପାଣି ଗ୍ରହଣ କରିଥିଲେ। ଇଏ ସେଇ ଭୁଜ ଯେ କୋଦଣ୍ଡ ଧାରଣ କରି ଲଙ୍କାଗଡ଼ରେ ରାବଣର ସାମ୍ରାଜ୍ୟକୁ ବିଧ୍ୱଂସ କରିଥିଲେ। ଭାଇ, ଏ ସେଇ ହାତ ଯେ ଦାସିଆ ବାଉରୀ ହାତରୁ ନଡ଼ିଆ ନେଇଥିଲେ। ଇଏ ସେଇ ଭୁଜ ଯିଏ ବନ୍ଧୁ ମହାନ୍ତିକୁ ଭୋଗ ଥାଳି ପରସି ଦେଇଥିଲେ। ଇଏ ସେଇ ଭୁଜ ଯେ ମାଣିକ ଗୌରୁଣୀ ହାତରୁ ଦହି ପିଇଥିଲେ। ଇତିହାସ ରଙ୍ଗ ସ୍ଥଳିତ ଚିଲିକା ତୋର ତୀରେ ପରା ଶ୍ରୀମତୀ ମାଣିକା ହସ୍ତେ ଭୁଞ୍ଜି ଥିଲେ ସାଦରେ ଲବଣୀ ଭାବଗ୍ରାହୀ ପ୍ରଭୁ ଭକ୍ତ ଚିନ୍ତାମଣି। ସେହି ଚିନ୍ମୟ କରକମଳ ଦୃଷ୍ଟି ଗୋଚର ହେଉଛି। କିଏ କହେ ମହାପ୍ରଭୁଙ୍କର ଶ୍ରୀଭୁଜ ନାହାନ୍ତି ବୋଲି? ଆଜି ପ୍ରଭୁ ଜଗତକୁ ଦେଖାଉଛନ୍ତି ମୁଁ ଧାରଣ କରୁଛି ଶ୍ରୀଭୁଜ। ଆଉ ସେଥିରେ ମଧ୍ୟ ଶଙ୍ଖ ଏବଂ ଚକ୍ର ଦୁଇ ଆୟୁଧକୁ ଆଣ୍ଟ କରି ସଂଯୁକ୍ତ କରି ପ୍ରଭୁ ଧାରଣ କରୁଛନ୍ତି। ଇଏ ତ୍ରିଖଣ୍ଡିକା କମରପଟି ଯାହା ବିଷୟରେ ଆମେ କହୁଥିଲୁ। ମହାପ୍ରଭୁଙ୍କର ଅଣ୍ଟା ବେଲ୍ଟ ଯାହାକୁ ପ୍ରଭୁ କମରରେ ଧାରଣ କରିବେ, ଯାହାର ଦେଉଳ ନାମ ହେଉଛନ୍ତି ଓଡ଼ିଆଣୀ। ତିନି ଖଣ୍ଡ ଶୋଭାୟମାନ ହେଇଛି। ସତେଅବା ଜ୍ଞାନ କର୍ମ ଭକ୍ତି ସମନ୍ୱିତ ହେଇଛନ୍ତି। ତ୍ରିଖଣ୍ଡିକା କମରପଟି ମଧ୍ୟରେ ନାଁ ହେଉଛି ଓଡ଼ିଆଣୀ। ଏ ଓଡ଼ିଆ ଜାତି ପାଖରେ ଜ୍ଞାନ କର୍ମ ଭକ୍ତି ସ୍ୱତଃ ସିଦ୍ଧ ହେଇଛି। ସେ ନିମନ୍ତେ ତ୍ରିଖଣ୍ଡିକା ଓଡ଼ିଆଣୀ ସ୍ୱତନ୍ତ୍ର ନାମ ତାହାର। ଆପଣ ଦେଖୁଛନ୍ତି ମହାପ୍ରଭୁଙ୍କ ଷୋଲ ଚିତାର ଉଭୟ ପଟେ ସ୍ୱତନ୍ତ୍ର ତିଳକ ଦୃଷ୍ଟି ଗୋଚର ହେଉଛନ୍ତି। ସୁନାର ତିଳକ ଏବଂ ତା ଉପରକୁ ସୂର୍ଯ୍ୟଚନ୍ଦ୍ର, ନିମ୍ନ ଭାଗରେ ଅର୍ଦ୍ଧଚନ୍ଦ୍ର ଏବଂ ଊର୍ଦ୍ଧ୍ୱ ଭାଗରେ ସୂର୍ଯ୍ୟନାରାୟଣ। ଗୋଟିଏ ଅଳଙ୍କାରରେ ଦୁଇ ଜଣ ଦିଅ ସୂର୍ଯ୍ୟଚନ୍ଦ୍ର ଦୃଷ୍ଟି ଗୋଚର ହେଉଛନ୍ତି। ଏବଂ ଆପଣ ଦେଖିବେ ଶ୍ରୀ କିରୀଟର ଊର୍ଦ୍ଧ୍ୱ ଭାଗରେ ପ୍ରଭୁ କେଉରକୁ ଧାରଣ କରିଛନ୍ତି, ଯାହାକୁ ସୁନା ଚନ୍ଦ୍ରିକା ବୋଲି ନାମାୟିତ କରାଯାଇଥାଏ। ଏବଂ ମହାପ୍ରଭୁଙ୍କର କର୍ଣ୍ଣର ଦୁଇ ପଟେ ମକର କୁଣ୍ଡଳ ଶ୍ରୀ କିରୀଟ। ଗୋଟିଏ କିରୀଟରେ ମହାପ୍ରଭୁଙ୍କର 21 ଗୋଟି ସୁବର୍ଣ୍ଣ ଖଳିକୁ ସଂଯୋଜିତ କରାଯାଇଛି। ଅତି ସୁନ୍ଦର ଭାବରେ ବିଭିନ୍ନ ଅଳଙ୍କାରକୁ ଧାରଣ କରି କାଳିଆ ଶାନ୍ତେ ଉଦ୍ଭାସିତ ହେଉଛନ୍ତି। ନନ୍ଦୀ ଘୋଷ ରଥ ଉପରେ ଭିନ୍ନ ଭିନ୍ନ ସେବକମାନେ ମହାପ୍ରଭୁଙ୍କ ସେବାରେ ଅଛନ୍ତି। ପ୍ରଭୁ, ଆପଣଙ୍କ ସେବା କରିବାର ସୌଭାଗ୍ୟ ଆଜି ମିଳିଛି। ଆପଣଙ୍କୁ ସୁନାବେଶରେ ବିଭୂଷିତ କରାଇବାର ଜନୈକ ଭଣ୍ଡାର ମେକାପ ସେବକ ମହାପ୍ରଭୁଙ୍କ ଚରଣାର ବିନ୍ଦୁକୁ ନିଜେ ହାତରେ ଧାରଣ କରିଛନ୍ତି। ପ୍ରଭୁ, ଇଏ ସେହି ଚରଣ କିସ ବାହୁନି ବି ଚରଣ ତିନି ପୁର ଲୋକ ଯାର ଶରଣ ମତେ ଶରଣ ଦେବ ନାରାୟଣ। ଏହି ଚରଣାର ବିନ୍ଦର ନଖାଗ୍ରରୁ ନିର୍ଗତ ହୋଇଥିବା ଭାଗୀରଥୀ ଗଙ୍ଗାକୁ ଭଗବାନ ଶଙ୍କର ଚରଣୋଦକ ଭାବରେ ମଥାରେ ଧାରଣ କରିଛନ୍ତି। ଜଟାଟବି ଗଲଜ୍ଜ୍ୱଲଂ ପ୍ରବାହ ପାବିତ ସ୍ଥଲେ ଯେଉଁ ଭାବ ଦେଖିବାକୁ ମିଳିଥାଏ। ବଡ଼ ଠାକୁରଙ୍କ ବେଶ ବଢ଼ିବା ଉପରେ ସୁନ୍ଦର ଭାବରେ ଶ୍ଵେତ ଏବଂ ରକ୍ତବର୍ଣ୍ଣର ବଳାକୁ ଧାରଣ କରିଛନ୍ତି ମୁଖାଗ୍ରରେ ଏବଂ ତା ସହିତ ଆଡ଼କାନି ଦୃଷ୍ଟି ଗୋଚର ହେଉଛନ୍ତି। ବର୍ଗାକାର ଅଳଙ୍କାର, ଚତୁରାକାର ଅଳଙ୍କାର ଅତି ସୁନ୍ଦର ଭାବରେ ମହାପ୍ରଭୁଙ୍କର କର୍ଣ୍ଣର ଉପରକୁ ଅଛି ବୋଲି ଆଡ଼କାନି ଆପଣ ଦେଖୁଛନ୍ତି। ଦୁଇ ପଟେ ଦୁଇଟା ଆଡ଼କାନି। ବଡ଼ ଠାକୁରଙ୍କର ଆଡ଼କାନି ଅଛି, ମହାପ୍ରଭୁଙ୍କ ଆଡ଼କାନି ଅଛି, କିନ୍ତୁ ସୁଭଦ୍ରାଙ୍କର ଆଡ଼କାନି ଆପଣ ଦେଖିବାକୁ ପାଇବେ ନାହିଁ। ଆହା, ବର୍ତ୍ତମାନ କାଳିଆ ଶାନ୍ତଙ୍କର ଶ୍ରୀଅଙ୍ଗରେ ଶ୍ରୀ ଚରଣାର ବିନ୍ଦକୁ ସଂଯୋଜିତ କରାଯାଉଛନ୍ତି। ମହାପ୍ରଭୁ ଶ୍ରୀ ପୟରକୁ ଧାରଣ କରିବେ। ଶ୍ରୀଭୁଜ, ଶ୍ରୀ ପୟର, ଶ୍ରୀ କିରୀଟ, ତିଳକ ଏବଂ ଆପଣ ଅନେକ ମାଳାକୁ ଦେଖିବାକୁ ପାଇବେ। ମହାପ୍ରଭୁ ନିଜେ ତାବିଜ ମାଳା ଧାରଣ କରିବେ। ତାବିଜ ମାଳା ଶାନ୍ତେ ଧାରଣ କରିବେ। ଯେମିତି ଛୋଟ ଛୋଟ ପିଲାମାନଙ୍କୁ ତାଙ୍କ ମା ମାନେ ତାବିଜ ପିନ୍ଧେଇ ଦିଅନ୍ତି, ବାଘ ନଖି ପିନ୍ଧେଇ ଦିଅନ୍ତି। କାଳେ କିଏ ମୋ ଧନ ଉପରେ, କାଳେ କିଏ ମୋ
पुओ उपरे नजर पकईदेव कि आखि पकईदेव कि सुंदर पिलाटा तो गुलुगुलिया पिलाटा तो सेमिति कालिया शांतंकर शोभा सार सर्वस्व रूप को देखी काले किए महाप्रभु नजर पकईदेव कि लौकिक भाव से निमंते अलंकार लगी करा सूर्यचंद्र दीपटे तड़गी ताटंक